ଗୋଟିଏ ଘଞ୍ଚ ଜଙ୍ଗଲରେ ଥିଲା ଗୋଟେ ଗଛ। ସେ ଗଛରେ ଥିଲା ଗୋଟେ ଖୋଲ। ସେ ଖୋଲରେ ଗୋଟେ ଚଢେଇଟିଏ ରହୁଥିଲା। ଚଢେଇଟି ଜଙ୍ଗଲରେ ଥିବା ସବୁ ପଶୁ ପକ୍ଷୀ ମାନଙ୍କୁ ସାହାଯ୍ୟ କରେ। ସେ ଗଛରେ ରହୁଥିବା ପକ୍ଷୀମାନେ ଚଢେଇକୁ ଭାରି ଭଲ ପାଉଥିଲେ। ଚଢେଇ ସବୁଦିନ ସକାଳୁ ଖାଦ୍ୟ ଖୋଜିବାକୁ ବାହାରି ଯାଉଥିଲା ଓ ସଞ୍ଜ ବେଳକୁ ସେ ଗଛ ଖୋଲକୁ ଫେରୁଥିଲା। ଆଉ ତା ସହିତ ସେ ଗଛରେ ରହୁଥିବା ବାକି ପକ୍ଷୀମାନେ ବି ସକାଳୁ ଖାଦ୍ୟ ଖୋଜିବାକୁ ଯାଉଥିଲେ ଆଉ ସନ୍ଧ୍ୟା ବେଳକୁ ନିଜ ବସାକୁ ଫେରୁଥିଲେ। ତା ସହିତ ସେ ଚଢେଇ ଉପରେ ବି ନଜର ରଖୁଥିଲେ। ଆରେ ପାରା, ଆଜି ଚଢେଇ ଘରକୁ ଫେରିଲାଣି ନା? କାଇଁ ମୁଁ ତାକୁ ଆଜି ତ ଦେଖିନି ଜମାରୁ। ହଁ ହଁ ମିଟୁ ଭାଇ, ସେ ଆସିଲାଣି। ଯାହା କୁହ ପଛେ ଚଢେଇ ଭଳିଆ ପରୋପକାରୀ କେହି ନାହାନ୍ତି। ହଁ ମିଟୁ ଭାଇ, ତମେ ଠିକ କହିଲ। ଚଢେଇ ଆମ ସମସ୍ତଙ୍କୁ ସବୁବେଳେ ସାହାଯ୍ୟ କରେ। ତାପରେ ଏମିତି କିଛି ଦିନ ବିତିଗଲା। ଗୋଟିଏ ଦିନ ଚଢେଇଟି ଖାଦ୍ୟ ଖୋଜିବା ପାଇଁ ବାହାରି ଗଲା। ହେଲେ ସନ୍ଧ୍ୟା ବେଳକୁ ଆଉ ଘରକୁ ଫେରିଲାନି। ଅନ୍ୟ ପକ୍ଷୀମାନେ ଭାବିଲେ ଚଢେଇ କାହିଁକି ଫେରିଲାନି। ସବୁ ଚିନ୍ତାରେ ପଡିଗଲେ। ହେଲେ କେହି କିଛି ବି ଜାଣିପାରିଲେନି। ସେପଟେ ଠେକୁଆଟିଏ ସେଇ ଜଙ୍ଗଲକୁ ଆସିଥାଏ। ଠେକୁଆଟି ଜଙ୍ଗଲକୁ ନୂଆ ଆସିଥିବାରୁ ରହିବା ପାଇଁ ସେ ଗୋଟିଏ ଜାଗା ଖୋଜୁଥିଲା। କିଛି ବାଟ ଗଲା ପରେ ସେ ସେଇ ଗଛକୁ ଦେଖିଲା। ସେ ଖୋଲ ଭିତରେ ରହିବା ପାଇଁ ସେ ଚିନ୍ତା କଲା ଆଉ ସେ ଖୋଲ ଭିତରକୁ ଗଲା। ଆରେ ବାପରେ, ଘରଟି କେତେ ସୁନ୍ଦର ହେଇଛି। ଆଉ ଏ ଘର ଭିତରେ କେହି ବି ନାହାନ୍ତି। ଆଜିଠାରୁ ମୁଁ ଏଇଠି ରହିବି। ଠିକ୍ ସେହି ସମୟରେ ଅନ୍ୟ ପକ୍ଷୀମାନେ ଆସି ସେଠି ପହଞ୍ଚିଗଲେ। ଆରେ ଠେକୁଆ, ଆମ ସାଙ୍ଗ ଚଢେଇ ଏଇ ଘର ଭିତରେ ରୁହେ। ସେ ଖାଦ୍ୟ ଖୋଜିବାକୁ ବାହାରକୁ ଯାଇଛି, ଏପର୍ଯ୍ୟନ୍ତ ଫେରିନି। ସେଥିପାଇଁ ଭଲ ହବ କି ତମେ ରହିବା ପାଇଁ ଅନ୍ୟ ଜାଗା ଦେଖ। ମୁଁ ଯେତେବେଳେ ଏଠିକି ଆସିଲି ଏଠି କେହି ନଥିଲେ। ଚଢେଇ ତ ଏଠି ନାହିଁ, ତେଣୁ ଏଇଟା ହଉଛି ମୋ ଘର। ମୁଁ ଆଜିଠାରୁ ଏଇଠି ରହିବି। ଠେକୁଆର କଥା ଶୁଣି ଅନ୍ୟ ପକ୍ଷୀମାନେ ଚିନ୍ତା କଲେ କି ଚଢେଇ ଫେରିଲେ ତ ଏ ଠେକୁଆକୁ ଏଠୁ ଯିବାକୁ ପଡିବ। ତାହେଲେ ଆମେ ତାକୁ ବେକାରରେ କାହିଁକି କିଛି କହିବା। ସେଇଠୁ ଚଢେଇ ମାନେ ସେଠାରୁ ଚାଲିଗଲେ। ଆଉ ଠେକୁଆ ସେଠି ଆରାମରେ ରହିଲା। ଏମିତି କିଛି ଦିନ ବିତିଗଲା। ହଠାତ୍ ଦିନେ ଚଢେଇ ଆସି ସେ ଗଛ ପାଖରେ ପହଞ୍ଚିଗଲା। ଭିତରକୁ ଯାଇ ଦେଖିଲା ତା ଘର ଭିତରେ ଠେକୁଆଟିଏ ରହିଛି। ଆରେ ଆରେ ଠେକୁଆ, ତୁ କଣ ମୋ ଘର ଭିତରେ ଅଛୁ? ତୋର ଏଠି କି କାମ ବା? ଏଠୁ ଶୀଘ୍ର ବାହାରେ। ଯେତେବେଳେ ମୁଁ ଏଠିକି ଆସିଲି ଏଠି କେହି ବି ନଥିଲେ, ସେଥିପାଇଁ ମୁଁ ଏଠି ରହିଗଲି। ଏବେ ଏଇଟା ହେଉଛି ମୋ ଘର, କାହିଁକି ନା ଅନେକ ଦିନରୁ ମୁଁ ଏଠି ରହିଲିଣି। ମୁଁ ତ ଖାଦ୍ୟ ଖୋଜିବାକୁ ବାହାରକୁ ଯାଇଥିଲି, ଆଉ ତୁ ଆସିକି ରହିଗଲୁ। ଏବେ କହୁଛୁ ଏଇଟା ତୋ ଘର। ଯଦି ତୋର ପ୍ରମାଣ ଦରକାର ଏଇଟା ମୋ ଘର ବୋଲି, ତାହେଲେ ଅନ୍ୟ ପକ୍ଷୀମାନଙ୍କୁ ପଚାର, ସେମାନେ କହିବେ ସତ କଣ। ଅନ୍ୟ ପକ୍ଷୀମାନେ ଆସି ସେଠାରେ ପହଞ୍ଚିଲେ। ଆମେ ତ ମୂଳରୁ କହିଛୁ ଏଇଟା ଚଢେଇର ଘର, ତେଣୁ ଏଠି ନ ରହି ଚାଲିଯା। ହେଲେ ଠେକୁଆ ଆମ ମାନଙ୍କର କଥା ମାନିଲାନି। ଠେକୁଆଟି ସବୁ ଚଢେଇ ମାନଙ୍କୁ ଏକାଠି ଦେଖି ଉପାୟ ଚିନ୍ତା କଲା ଓ କହିଲା, ସବୁ ପକ୍ଷୀମାନେ ହେଉଛନ୍ତି ଚଢେଇର ସାଙ୍ଗ, ସେଥିପାଇଁ ସେମାନେ ଚଢେଇ ପଟ ହେଇ କହୁଛନ୍ତି। ଏମାନଙ୍କ ଛଡା ଆମେ ଅନ୍ୟ କାହାକୁ ଏକଥା କହିବା, ଯିଏକି ସେ କଥାର ସମାଧାନ କରିପାରିବ।
ବିଚରା ଚଢେଇ ଆଉ କଣ କରିଥାନ୍ତା? ତା ପାଖରେ ଆଉ କିଛି ବାଟ ନଥିଲା। ତେଣୁ ସେ ଠେକୁଆର କଥାକୁ ମାନିନେଲା। ସେହି ସମୟରେ ସେହି ବାଟ ଦେଇ ଯାଉଥିଲା ବିଲେଇଟିଏ। ତାକୁ ଦେଖି ଠେକୁଆ ଡାକିଲା, ଆରେ ମୁଁ ତ ଖାଦ୍ୟ ଖୋଜୁଥିଲି, ଆଉ ଠେକୁଆ ତା ଆଡୁ ମତେ ଡାକୁଛି। ଠିକ ଅଛି, ଦେଖିବା କଣ ହେଇଛି। ମୋ ସାଙ୍ଗ ବିଲେଇ, ମତେ ତୁମର ଆବଶ୍ୟକ ଅଛି। ଦୟାକରି ତୁମେ ଏ ସମସ୍ୟାର ସମାଧାନ କର। ମତେ ତ ଲାଗିଲା ଆଜି ଖାଦ୍ୟ ମିଳିବନି, ହେଲେ ଏ ଠେକୁଆ ତ ନିଜେ ମତେ ଡାକୁଛି। ତାର ଫାଇଦା ଉଠେଇବାକୁ ପଡିବ। କଣ ହେଲା ସାଙ୍ଗ ବିଲେଇ, ତମେ ଚୁପ୍ କାହିଁକି ଅଛ? କହୁନ କାହିଁକି କିଛି? କଥା କଣ କି ଠେକୁଆ, ମୁଁ ବୁଢୀ ହେଇଗଲିଣି, ମତେ ଟିକେ କମ୍ ଶୁଭୁଛି। ତମେ ଗୋଟେ କାମ କର, ତମେ କଣ କହୁଛ ମୋ ପାଖକୁ ଆସିକି କୁହ। ଠେକୁଆ ଓ ଚଢେଇ କିଛି ଚିନ୍ତା ନ କରି ନିଜ ସମସ୍ୟା କହିବାକୁ ବିଲେଇ ପାଖକୁ ଚାଲିଲେ। ସେହି ସମୟରେ ବିଲେଇ ସୁଯୋଗ ଦେଖି ଦୁଇ ଜଣଙ୍କୁ ଏକାଥରେ ଧରିନେଲା। ଅନ୍ୟ ପକ୍ଷୀମାନେ ଗଛ ଉପରେ ବସି ଆଶ୍ଚର୍ଯ୍ୟ ହେଇଗଲେ। ଏଇ ଦୁଇ ଜଣ ଯଦି କୌଣସି ଅଚିହ୍ନା ଜୀବଠାରୁ ସାହାଯ୍ୟ ମାଗି ନଥାନ୍ତେ, ତାହେଲେ ଆଜି ଏଇ ଦଶା ହେଇନଥାନ୍ତା। ଗୋଟିଏ ଜଙ୍ଗଲରେ ଅନେକ ପଶୁ ପକ୍ଷୀ ରହୁଥିଲେ। ସେଇ ଜଙ୍ଗଲରେ ରହୁଥାଏ ବତକଟିଏ। ସେ ଭାରି ଗରିବ। ଜଙ୍ଗଲର ସମସ୍ତଙ୍କ ଘରେ କାମ କରି ଚଳେ। ତାର ଅଣ୍ଡା ଦୁଇଟି ଥିଲା। କିଛି ଦିନ ପରେ ଗୋଟିଏ ଅଣ୍ଡାରୁ ଛୁଆଟିଏ ବାହାରିଲା। ଆଉ ଗୋଟିଏ ଅଣ୍ଡା ସେମିତି ଥାଏ। ଆରେ, ଗୋଟିଏ ଅଣ୍ଡାରୁ ଛୁଆଟିଏ ବାହାରିଲା, ଆଉ ଗୋଟିଏ ଅଣ୍ଡା ଆଜି ପର୍ଯ୍ୟନ୍ତ ଫୁଟିଲାନି। ଯାଉଛି ଭାଲୁ ବୈଦ ପାଖକୁ ଯିବି। ଏମିତି କହି ବତକଟି ଭାଲୁ ପାଖକୁ ଗଲା, ଆଉ ତାକୁ ସବୁ କଥା କହିଲା। ହଉ ହଉ ବତକ, ତୁ ଆଉ ମନ ଦୁଃଖ କରନି। ଚାଲେ, ମୁଁ ତୋ ସହିତ ଯିବି। ତୋ ଅଣ୍ଡାର କଣ ହେଇଛି ଦେଖିବା। ତାପରେ ଭାଲୁ ଓ ବତକ ଦୁଇ ଜଣ ସାଙ୍ଗ ହୋଇ ଚାଲିଲେ ବତକ ଘରକୁ। ଭାଲୁ ଅଣ୍ଡାଟି ଦେଖି କହିଲା, ବତକ, ତୋ ଅଣ୍ଡାଟି ତ ନଷ୍ଟ ହେଇଯାଇଛି। ନା ନା, ଏମିତି ହେଇପାରିବନି। ମୋର ଏ ଦୁନିଆରେ କେହି ବି ନାହାନ୍ତି। ଏ ଅଣ୍ଡା ଦୁଇଟି ଥିଲା ଯେ ଗୋଟିଏରୁ ଛୁଆଟିଏ ବାହାରିଲା, ଆଉ ତମେ କହୁଛ ଆରଟି ନଷ୍ଟ ହେଇଯାଇଛି। ଆରେ ବତକ, ତୁ ମନ ଦୁଃଖ କରନି। ମୁଁ ସତ କହୁଛି। ତୁ ଏ ଅଣ୍ଡାଟିକୁ ଫଟେଇ ଦେଖ, ତାପରେ ଜାଣିପାରିବୁ। ବତକଟି ଭାରି ମନ ଦୁଃଖରେ ଅଣ୍ଡାଟି ଫଟେଇଲା। ସତକୁ ସତ ଅଣ୍ଡାଟି ନଷ୍ଟ ହେଇଯାଇଥାଏ। ତାପରେ ଭାଲୁ ସେଠାରୁ ଚାଲିଗଲା। ବତକଟି ଗୋଟିଏ ଛୁଆର ଦେଖା ରଖା କରିଲା। ଏମିତି କିଛି ଦିନ ବିତିଗଲା। ବତକ ପାଖରେ ଥିବା ଖାଦ୍ୟ ସବୁ ସରିଗଲା। ମାରେ, ମୁଁ ଯାଉଛି କୋଉଠୁ କଣ କାମ କରି ତୋ ପାଇଁ କିଛି ଖାଦ୍ୟ ଆଣିବି। ତୁ ଏଇଠି କୁଆଡେ ବି ଯିବୁନି। ନା ନା, ମୁଁ କୁଆଡେ ବି ଯିବିନି। ତମେ ଯାଅ, ଏବେ ମୁଁ ଏଇଠି ଖେଳୁଥିବି। ବତକଟି ଚାଲିଲା ଖାଦ୍ୟ ଯୋଗାଡ଼ କରିବା ପାଇଁ। ବତକ ଛୁଆଟି ଖେଳୁଥାଏ। ହଠାତ୍ ଗୋଟିଏ ପ୍ରଜାପତି ତା ପାଖକୁ ଆସିଲା। ଆରେ ଛୋଟ ଛୁଆ, ତୋର କଣ ହେଇଛି? ଏଠି ଏକା ଏକା କଣ କରୁଛୁ? ଗରିବ ବୋଲି କେହି ମୋ ସହିତ ସାଙ୍ଗ ହଉନାହାନ୍ତି। ଓହୋ, ଏଇ କଥା। ଜାଣିଛୁ ଛୋଟ ପକ୍ଷୀ, ମୋର ବି କେହି ସାଙ୍ଗ ନାହାନ୍ତି। ତୁ କଣ ମୋ ସାଙ୍ଗ ହବୁ? ହଁ, କାହିଁକି ନୁହଁ। ଆଜିଠୁ ଆମେ ସାଙ୍ଗ। ହଉ ଠିକ ଅଛି, ସାଙ୍ଗ ହେଇକି ଖାଇବାକୁ ଯିବା। ଏମିତି କଥା ହେଇ ସେମାନେ ଖେଳିବାକୁ ଗଲେ। ପ୍ରତିଦିନ ବତକ ଛୁଆ ଓ ପ୍ରଜାପତି ଗୋଟେ ବଗିଚାରେ ଖେଳୁଥିଲେ। ସେଠି ବହୁତ ପ୍ରକାର ଫୁଲ ଗଛ ଥିଲା। ଏମିତି ଅନେକ ଦିନ ବିତିଗଲା।
ଗୋଟେ ଦିନ ସେ ଦୁଇ ଜଣ ଖେଳୁ ଖେଳୁ ଦୂରରେ ଥିବା ଗୋଟେ ହଳଦିଆ ରଙ୍ଗର ଫୁଲ ଗଛକୁ ଦେଖିଲେ। ସେ ଗଛରେ ଗୋଟିଏ ବଡ ହଳଦିଆ ଫୁଲ ଫୁଟିଥିଲା। ସାଙ୍ଗ ଦେଖ, ବଡ ଆଉ ସୁନ୍ଦର ହଳଦିଆ ଫୁଲ ଫୁଟିଛି। ଚାଲ ଚାଲ ତାକୁ ଆଣିବା। ନା ନା ସାଙ୍ଗ, ତୁ ସେ ନାଲି ଫୁଲ ପାଖକୁ ଯାନି। ମୋ ମା କହେ ସେ ଫୁଲ ପାଖରୁ ଭାରି ଅଜବ ଅଜବ ଶବ୍ଦ ବାହାରେ। ସେ ଫୁଲ ଜମା ବି ଭଲ ନୁହଁ। ଯଦି ତୋର କିଛି ଅସୁବିଧା ହୁଏ ତାହେଲେ? ତୁ ଡରନି, ମୋର କିଛି ବି ହବନି। ଫୁଲ ଆଣିଲେ କଣ ଅସୁବିଧା ହବ? ଏବେ ସେ ଫୁଲ ଆଣିଛି। ଏମିତି କହି ବତକ ଛୁଆ ସେ ଫୁଲ ଆଣିବାକୁ ଗଲା। ହଠାତ୍ ସେ ହଳଦିଆ ଫୁଲ ବତକ ଛୁଆକୁ ନିଜ ଭିତରକୁ ଟାଣି ନେଲା। ସାଙ୍ଗ, ସାଙ୍ଗ, ତୁ କୁଆଡେ ଚାଲିଗଲୁ? ଏ ରାକ୍ଷସୀ ଫୁଲ, ତୁ ମୋ ସାଙ୍ଗକୁ ନେଇଗଲୁ। ମୁଁ ଏବେ ଯାଉଛି ତା ମାକୁ ସବୁ କଥା କହିଦେବି। ଏମିତି କହି ପ୍ରଜାପତିଟି ବତକ ପାଖକୁ ଚାଲିଲା। ଆରେ ପ୍ରଜାପତି, ତୁ ଏମିତି କାନ୍ଦୁଛୁ କାହିଁକି? କଣ ହେଲା ତୋର? ମାଉସୀ, ମୋ ସାଙ୍ଗକୁ ମାଉସୀ, କଣ ହେଇଛି ମୋ ଝିଅର? ଶୀଘ୍ର କହ ପ୍ରଜାପତି। ବତକକୁ ପ୍ରଜାପତି ସବୁ କଥା କହିଲା। ବତକ ଶୀଘ୍ର ଶୀଘ୍ର ପ୍ରଜାପତି ସହିତ ସେ ହଳଦିଆ ରଙ୍ଗର ଫୁଲ ପାଖକୁ ଚାଲିଲା। ହଳଦିଆ ଫୁଲ, ତୁ କଣ ପାଇଁ ମୋ ଛୁଆକୁ ତୋ ଭିତରେ ବନ୍ଦୀ କରି ରଖିଛୁ? ତାକୁ ଛାଡ଼ିଦେ। ମୋ ଛୁଆ ବିନା ଏ ଦୁନିଆରେ ମୋର କେହି ନାହିଁ। ତା ବିନା ମୁଁ ବଞ୍ଚି ପାରିବିନି। ଠିକ୍ ଅଛି ତାହେଲେ, ମୁଁ ତୋ ଛୁଆକୁ ଛାଡ଼ିଦେବି। ହେଲେ ତତେ ମୋର ଦୁଇଟି ଇଚ୍ଛା ପୂରା କରିବାକୁ ପଡ଼ିବ। ତାହେଲେ ଯାଇ ମୁଁ ତୋ ଛୁଆକୁ ଛାଡ଼ିବି। କହ, ତୁ କଣ ମୋର ଦିଟା ଇଚ୍ଛା ପୂରଣ କରିପାରିବୁ? ହଁ ଫୁଲ, ମୁଁ ମୋ ଛୁଆକୁ ପାଇବା ପାଇଁ ତୋର ସବୁ ଇଚ୍ଛା ପୂରଣ କରିପାରିବି। ହଳଦିଆ ଫୁଲ, କହ, ଶୀଘ୍ର କହ। ମୋର ପ୍ରଥମ ଇଚ୍ଛାଟି ହେଲା ନୀଳ ନଦୀର ପାଣି। ଆଉ ଦ୍ୱିତୀୟ ଇଚ୍ଛାଟି ହେଲା ସେଥିରେ ଥିବା କଇଁ ଫୁଲର ପାଖୁଡା। ତୁ ମତେ ସେ ନଦୀର ପାଣି ଓ ଫୁଲର ପାଖୁଡା ଆଣିଦେ। ମୁଁ ତୋ ଛୁଆକୁ ଛାଡ଼ିଦେବି। ହଉ ତାହେଲେ ଠିକ୍ ଅଛି। ହେଲେ ସେ ନୀଳ ନଦୀ କୋଉଠି ଅଛି ମତେ କହ। ଏ ଜଙ୍ଗଲର ପୂର୍ବ ଦିଗରେ ଗଲେ ତୁ ସେ ନଦୀ ପାଇପାରିବୁ। ଠିକ୍ ଅଛି, ମୁଁ ଏବେ ସେ ନଦୀ ପାଖକୁ ଯାଉଛି। ଏମିତି କହି ବତକ ଜଙ୍ଗଲର ପୂର୍ବ ଦିଗକୁ ଗଲା। କିଛି ଦୂର ଗଲା ପରେ ସେ ନୀଳ ନଦୀ ପାଖରେ ପହଞ୍ଚିଲା। ଏଇ ତ କଇଁ ଫୁଲ ଆଉ ନୀଳ ନଦୀ। ମୁଁ ଏବେ ସେ ନଦୀରୁ ପାଣି ଆଉ ଫୁଲରୁ ପାଖୁଡା ନେଇ ହଳଦିଆ ଫୁଲ ପାଖକୁ ଯିବି। ଏମିତି କହି ବତକ ପାଣି ନେବା ପାଇଁ ଗଲା। ସେଉଠୁ ନଦୀଟି କଥା କହିଲା। ଏ ବତକ, ମତେ ନ ପଚାରି ମୋ ନଦୀରୁ ପାଣି ନବାକୁ ବସିଛୁ? ତୋର ସାହସ ତ କିଛି କମ ନୁହେଁ। ମୋ ଛୁଆ ଭାରି ବିପଦରେ ଅଛି। ତାକୁ ରକ୍ଷା କରିବା ପାଇଁ ତୋ ନଦୀର ପାଣି ଆଉ ଏ ଫୁଲର ପାଖୁଡା ମୋର ଦରକାର। ମୁଁ ବ୍ୟସ୍ତ ହେଇ ତତେ ନ ପଚାରି ପାଣି ନବାକୁ ବସିଥିଲି। ମତେ କ୍ଷମା କରିଦେ। ଆଉ ଦୟାକରି ପାଣି ଆଉ ଫୁଲର ପାଖୁଡା ଦେ, ନହେଲେ ମୋ ଛୁଆ ମରିଯିବ। ହଉ, ତୁ ପାଣି ଆଉ ଏ ଫୁଲର ପାଖୁଡା ନେଇପାରିବୁ। ତତେ ତା ପୂର୍ବରୁ ମତେ ମୋର ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଯଦି ତୁ ମୋ ପ୍ରଶ୍ନର ଠିକ୍ ଉତ୍ତର ଦେଇପାରିବୁ ତାହେଲେ ସବୁ ନେଇପାରିବୁ, ନହେଲେ ନାହିଁ। ଏବେ କହ, କଣ କହୁଛୁ ବତକ? ହଁ ଠିକ୍ ଅଛି। ପଚାର, କି ପ୍ରଶ୍ନ ପଚାରିବୁ? ମୋର ପ୍ରଥମ ପ୍ରଶ୍ନ ଶୁଣ। ମୁଁ ସବୁଠାରେ ହେଲେ ମତେ କେହି ଧରି ପାରନ୍ତି ନାହିଁ।
କଣ ଉତ୍ତର? ଉତ୍ତର କଣ ହେବ? କଣ ହେବ? ହଁ ହଁ, ମନେ ପଡ଼ିଲା, ପବନ। ହଉ ତାହେଲେ ଏବେ ମୋର ଦ୍ୱିତୀୟ ପ୍ରଶ୍ନ ଶୁଣ। ଖରା ଦେଖିକି ମୁଁ ଆସିଥାଏ, ଛାଇ ଦେଖିକି ମୁଁ ଲୁଚିଯାଏ, ପବନ ଛୁଇଁଲେ ମତେ ଲାଜେ ଲାଜେ ମରିଯାଏ। କଣ କହିଲୁ ବତକ ଏହାର ଉତ୍ତର? କଣ ତାର ଉତ୍ତର ହବ ଯେ? ମୋର ତ କାହିଁ କିଛି ମନେ ପଡୁନି, କଣ କରିବି? ମନେ ପଡ଼ିଲା, ଝାଳ ହେଉଛି ତାର ଉତ୍ତର। ଠିକ କହିଲି ନା ନଦୀ? ହଁ ବତକ, ତୁ ମୋର ଦୁଇଟି ଯାକ ପ୍ରଶ୍ନର ସଠିକ ଉତ୍ତର ଦେଇଛୁ। ଯା, ତୋର ଯେତେ ଇଚ୍ଛା ସେତେ ପାଣି ମୋ ପାଖରୁ ନେଇଯା, ଆଉ ଏ କଇଁ ଫୁଲର ପାଖୁଡା ବି ନେଇଯା। ବତକ ଖୁସି ହେଇ ନୀଳ ନଦୀରୁ ପାଣି ଆଉ କଇଁ ଫୁଲର ପାଖୁଡା ନେଇ ହଳଦିଆ ଫୁଲ ପାଖକୁ ଗଲା। ହଳଦିଆ ଫୁଲ, ଏଇ ଦେଖ, ନୀଳ ନଦୀର ପାଣି ଆଉ ପଦ୍ମ ଫୁଲର ପାଖୁଡା ମୁଁ ନେଇ ଆସିଛି। ଏବେ କହ ମୁଁ କଣ କରିବି? ତୁ ସେ ନୀଳ ନଦୀର ପାଣି ମୋ ଉପରେ ଢାଳି ଦେ, ଆଉ ସେ କଇଁ ଫୁଲର ପାଖୁଡା ମୋ ଉପରକୁ ଫୋପାଡ଼ି ଦେ। ତାପରେ ବତକ ସେ ନୀଳ ନଦୀର ପାଣି ଆଉ କଇଁ ଫୁଲର ପାଖୁଡାକୁ ହଳଦିଆ ଫୁଲ ଉପରକୁ ଫୋପାଡ଼ିଲା। ହଳଦିଆ ଫୁଲଟି ସାଙ୍ଗେ ସାଙ୍ଗେ ଗୋଟିଏ ପରି ହୋଇଗଲା। ଏ କଣ? କିଏ ତୁମେ? ସେ ହଳଦିଆ ଫୁଲ କୁଆଡେ ଗଲା? ମୁଁ ହେଉଛି ଗୋଟେ ପରୀ, ଜଣେ ଗୁଣିଆ ତା ଗୁଣି ବଳରେ ମତେ ହଳଦିଆ ଫୁଲ କରିଦେଇଥିଲା। ମୁଁ ବହୁତ ପଶୁ ପକ୍ଷୀ ମାନଙ୍କୁ ସାହାଯ୍ୟ ମାଗିଛି, ହେଲେ କେହି ମତେ ସାହାଯ୍ୟ କରିନଥିଲେ। ସେଥିପାଇଁ ବତକ, ମୁଁ ତ ଛୁଆକୁ ଲୁଚେଇ ରଖି ତତେ କାମ କରେଇଲି। ମୋ ପାଇଁ ତୁ ବହୁତ କଷ୍ଟ ପାଇଲୁ, ସେଥିପାଇଁ ତୁ ମତେ କ୍ଷମା କରିଦେ ବତକ। ତମେ ଯଦି ମୋ ସାଙ୍ଗକୁ ବନ୍ଦୀ ନ କରି ଆମକୁ ସାହାଯ୍ୟ ମାଗିଥାନ୍ତ, ତାହେଲେ ଆମେ ତୁମକୁ ନିଶ୍ଚିତ ସାହାଯ୍ୟ କରିଥାନ୍ତୁ। ନା କଣ କହୁଛ ବତକ ମାଉସୀ? ଯାହା ହବା କଥା ହେଲା ମୋ ଛୁଆ, ଏବେ ଠିକ ଅଛି, ମୋର ଆଉ କିଛି ଦରକାର ନାହିଁ। ମୁଁ ପରୀ ଉପରେ ଜମା ବି ରାଗିନି। ପରୀ ତାର ରୂପ ଫେରି ପାଇଲା, ମୁଁ ଭାରି ଖୁସି। ବତକ, ତୁ ବହୁତ ଭଲ, ମୁଁ ତୋ ବିଷୟରେ ନ ଜାଣି ଭୁଲ କରିଦେଲି, ମତେ କ୍ଷମା କରିଦେ। ନା ନା ପରୀ, ମତେ କ୍ଷମା ମାଗନି, ମୁଁ ତୁମକୁ ସାହାଯ୍ୟ କରିଥିବାରୁ ମୁଁ ଭାରି ଖୁସି। ବତକ, ତୁ ମତେ ସାହାଯ୍ୟ କରିଥିବାରୁ ମୋ ତରଫରୁ ଏ ଉପହାର ତୋ ପାଇଁ। ଆଜିଠୁ ଏ କଇଁ ଫୁଲ ଘର ତୋର। ଏ ଘରକୁ ତୁ ଯାହା ମାଗିବୁ ସେ ତତେ ସବୁ ଦବ। ଏ ହେଉଛି ଯାଦୁର ଘର। ତୁମକୁ ବହୁତ ବହୁତ ଧନ୍ୟବାଦ ପରୀ। ତାପରେ ପରୀଟି ସେଠାରୁ ଚାଲିଗଲା। ବତକ ଓ ତା ଛୁଆ ସେଇ ଯାଦୁର କଇଁ ଫୁଲ ଘରେ ଖୁସି ଖୁସିରେ ରହିଲେ।